ঘরে বলো টঙ্কা ছাড়া কিচ্ছু জানে না। তাকে বার কর, টাকা বার করবে। আমার টকা ধরে আসতো এই জন্য তুই টঙ্কা দেবো? সোনা 500 টাকা হবে। আজকে মাল বিবাহ খরচা হয়ে গেল। ভাই তুমি তো মনীষ নু সাক্ষাৎ ঈশ্বর মতো বাধু তুলতো ভাই টঙ্কা দিল বেশ তো আরে চলো তো চালা বুড়া 100 টাকা বার কর বেশ 100 টাকা বার কর তা বছর লুচু ছাড় দেবে তো দেখছে ଟଙ୍କା ଦେଲି ହାତ ଯୋଡ଼ିଲି ଅନୁରୋଧ ବି କଲି ତାପରେ ତମେ ତାଙ୍କ ହାତ ଉଠଉଛ ଆଉ ଥରେ ଯଦି ତାଙ୍କର ହାତ ଉଠାଅ ତମ ହାତଟାକୁ ମରି ବହି ବାକି ଦେବି ତାକୁ ମାରିଲେ ତତେ କାହିଁ କାଟୁଛୁ ଭାଇ ସେ ତୋର କିଏ ହରିନେ ସିଏ ମୋ ବାପା ମତେ ଜନ୍ମ ଦେଇଥିବା ମଣିଷଟା ଏ ଦୁନିଆ ବଡ଼ଦାଣ୍ଡରେ କୋଉଠି ହଜି ଯାଇଛି ସେ କଥା ମୁଁ ଜାଣିନି କାହିଁକି ଜାଣି ଏଇଭଳି ଲୋକମାନଙ୍କୁ ଦେଖିଲେ ମତେ ଯେମିତି ଲାଗେ ମୁଁ ମୋ ବାପାଙ୍କୁ ଦେଖୁଛି ଏ ପୁଅ ତୋର କଣ ବାପା ନାହିଁ? ମୋ ବାପା ଅଛନ୍ତି କୋଉଠି ନା କୋଉଠି ମୋ ବାପା ନିଶ୍ଚୟ ଅଛନ୍ତି ମୁଁ ତାକୁ ଯେମିତି ଖୋଜୁଛି ସିଏ ବି ମତେ ଠିକ ସେମିତି ଖୋଜୁଥିବେ ବୋଧେ ମୋ ଖୋଜିବାରେ କୋଉଠି ଭୁଲ ରହିଯାଉଛି ମଉସା ଯୋଉଥିପାଇଁ କି ମୁଁ ମୋ ବାପାଙ୍କ ପାଖରେ ପହଞ୍ଚି ପାରୁନି ଅନେକ ଲୋକଙ୍କୁ ପଚାରିଛି ଆରେ କେହି ତ କୁହ ମୋ ବାପାଙ୍କ ଠିକଣା କେହି ତ କହିଦିଅ ମୋ ବାପା କୋଉଠି ଅଛନ୍ତି ହେଲେ କାହାରି ପାଖରେ ମୋ ବାପାଙ୍କ ଠିକଣା ନାହିଁ ଦିନ ଦିନ ମାସ ମାସ ବର୍ଷ ବର୍ଷ ମୁଁ ଠିକଣା ନଥିବା ଲୋଭାବରେ ମୋ ବାପାଙ୍କ ପାଖକୁ ଚିଠି ଲେଖୁଛି ଆଉ ଚିଠିରେ ସବୁବେଳେ ପଚାରୁଛି କୋଉଦିନ ଆସିବ ବାପା କୋଉଦିନ ଆସିବ ତମେ ତମ ପୁଅ ପରା ତମ ଫେରିବା ବାଟକୁ ଅନେଇ ବସିଛି ତୋ ବାପା କଣ ତୋ ଚିଠି ପାଉନି? ଠିକଣା ନଥିବା ଚିଠି ବାରମ୍ବାର ତା ପୂର୍ବ ସ୍ଥାନକୁ ଫେରି ଆସି ଚିଠି ଲେଖିଥିବା ଲୋକଟାକୁ ଆଘାତ କରେ ତାକୁ ଲହୁଲୁହାଣ କରିଦିଏ ସିନା ହେଲେ ତା ଗନ୍ତବ୍ୟ ସ୍ଥଳରେ ପହଞ୍ଚି ପାରେନି ଠିକ ସେମିତି ମୋ ବାପା ମୋ ପାଇଁ ଠିକଣା ନଥିବା ଗନ୍ତବ୍ୟ ଏ ବାବା